ରାଲି କରିଛନ୍ତି ଗାଁରେ ଶିକ୍ଷା ସଚେତନ ପରିମଳ ନେଇ ସଚେତନ କରାଇଛନ୍ତି ବାଲ୍ୟ ବିବାହ ବନ୍ଦ କରିବା ପାଇଁ ମଧ୍ୟ ସଚେତନ ରାଲି କରିଛନ୍ତି। ତ ଏ ରାଲି ସାରିବା ପରେ ଆମେ ଦେଖିଛନ୍ତି ଯେ ଅନେକ ପିଲା ଅଛନ୍ତି ଅନେକ ପରିବାର ଅଛନ୍ତି ସେମାନେ ଝିଅ ମାନଙ୍କର କିମ୍ବା ପୁଅ ଟିକେ ଯେମିତି ବାହାରେ ରୋଜଗାର କରୁଛି ତାର ବାହାଘର ପାଇଁ ମଧ୍ୟ ପ୍ରସ୍ତାବ ସେମାନେ ଖୋଜୁଛନ୍ତି। ତ ଏହି ଅବସରରେ ଆମେ ପ୍ରତ୍ୟକ୍ଷ ଅନୁମତି ନେବା ପାଇଁ ଆମ ଗହଣରେ ଆମ ଗାଁର ଜଣେ ମା ସେ ଅଛନ୍ତି ସୁଷମା ପ୍ରଧାନ ଯିଏକି ଆମ ଗାଁର ଝିଅ ସେଇ ଗାଁର ବୋହୂ ମଧ୍ୟ। ତେଣୁ ସିଏ ତାଙ୍କ ବାପା ମାଙ୍କ ଅମଳରୁ ତାଙ୍କ ଅଭିଜ୍ଞତାରୁ ସେ କହିପାରିବେ ଯେ ବାଲ୍ୟ ବିବାହ କରିବା ଦ୍ୱାରା କଣ କଣ ଅସୁବିଧା ହେଇଛି। ସୁବିଧା ତ କିଛି ହେଇନଥିବ, ନିଶ୍ଚିତ କଣ କଣ ଅସୁବିଧା ହେଇଛି। ତ ସିଏ ତାଙ୍କ ବ୍ୟକ୍ତିଗତ ଅନୁଭୂତିରୁ ଏବଂ ଗାଁର ସାହି ପଡ଼ିଶା ଅନୁଭୂତିରୁ ଆମକୁ କିଛି କହିବେ। ତେଣୁ ଆମ ଗାଁରେ ଆଜି ଆମ ଅତିଥି ଅଛନ୍ତି ସୁଷମା ପ୍ରଧାନ, ଆମେ ତାଙ୍କୁ ପ୍ରଚାର ଦେଇ ସ୍ୱାଗତ କରିବା। ବାଲ୍ୟ ବିବାହ ବନ୍ଦ ପାଇଁ ସେ ଆମକୁ କିଛି ଉପଦେଶ ଦେବେ। ବର୍ଷରେ ବାହା ହେଇଥିଲି ତ ସେତେବେଳେ 25 10 ବର୍ଷର ବଡ଼ ଲାଗିଥିଲା। 16 ବର୍ଷରେ ମୋର ପୁଅ ଜନ୍ମ। ସେ 14 ବର୍ଷରେ ବାହାଘର ହେଲେ, ବାହାଘର 2 ବର୍ଷ ମାନେ 16 ବର୍ଷ, 16 ବର୍ଷରେ ସିଏ ତାଙ୍କ ଛୁଆ ଜନ୍ମ ହେଇଗଲେ। କାହିଁ 4 ବର୍ଷକୁ ଝିଅ ଜନ୍ମ, କାହିଁ 10 ବର୍ଷକୁ ଆଉ ସ୍ୱାମୀ ଛୁଆ ଜନ୍ମ। ବୁଝିଲା? ସେତେବେଳେ ବେଶୀ ଅସୁବିଧା, ବାଟ ଘାଟ ନଥିଲା, ଏତେ ଅସୁବିଧା ଘରେ ଜନ୍ମ ଘରେ ଆଉ ସେତେବେଳେ ଅସୁବିଧା, ଖାଇବା ପିଇବା ସବୁ ଅସୁବିଧା। ତେଣୁ ଆମେ ପ୍ରକୃତ ବୟସ କେତେ ବର୍ଷରେ ବାହା ହେବାର ଥିଲେ? 18 ବର୍ଷ ସେତେବେଳେ ଥିଲା। କିନ୍ତୁ ସେ କେତେବେଳେ ବାହା ଶୁଣ, ବାହାଘର ହେଲେ କଣ ଅସୁବିଧା ହେଇଛି କମ ବୟସରେ ସେ କହିବେ। ଠିକ ଶୁଣ, ଯୋଉ ପିଲାକୁ ଦେଲି ସେତେବେଳେ କେତେ ଔଷଧ ବିଷୟ ଚେରମୂଳି ଆଉ ଔଷଧ ଆମକୁ ଭଲ ଭାବରେ ମିଳିବା ନାହିଁ। ସେତେବେଳେ ଏତେ ଅସୁବିଧାରେ ଚଳୁଥିଲା। ଭାଇ ଭଉଣୀ ମାନଙ୍କର ଜଞ୍ଜାଳ ପଡ଼ିକିରି ମାଣ୍ଡିଆ ବୁଲିକିରି ସେତେବେଳେ କେତେ ସୁପାନ ହେଲାନି। ସେ ଯେତେ ସୁପାନ ହେଲା ସେତେ ଆହୁରି ଦୁର୍ବଳ ହେଇଯାଉଛନ୍ତି। ସେତେବେଳେ ଯେତେ ଅସୁବିଧାରେ ଲୋକ ଚଳିଥାନ୍ତି ସେତେ ପାକଡ଼ିଆ ହେଇକିରି ଭଲରେ ବସିକି ମାଣ୍ଡିଆ ଯାଉ ଶାଗ ଭଜା ୟା ଖାଇକିରି। ଏବେ ଭଲ ଖାଇକିରି ହେଲେ ମିଶିଲେ ପିଲାମାନେ ଅସୁବିଧା ହେଇଯାଉଛି। କି ଭାରି ଅସୁବିଧା। ସେତେବେଳେ କମ୍ ବୟସରେ ସିନ୍ଦି ସିଷ୍ଟମରେ ଚାଲିଥିଲା। ଏବେ ଯେଉଁ ସରକାର ମନା କରୁଛି ତେଣୁ ଭଲ କରୁଛି। ତାଙ୍କେ ଏବେ ଝିଅଟାକୁ 21 ବର୍ଷ ହେଲେ ଭଲ ପିଲା ଦୁର୍ବଳ ନାହିଁ। ସେ ଶାଶୁ ଘରକୁ ଯିବାର ବୟସ ହେଇଯାଉଛି। ସେତେବେଳର କଥା କିସ ପିଲା ଛୋଟ ହେଇଥାଉଛି ଆଜ୍ଞା ମା ଘର ଆଇଲା ଆମର ଝିଅକୁ ଆଉ ଆଇବନି ହଟାବେନି ଦେଇଗଲେ ସେତେବେଳେ ଜନ୍ମ ଯାଉଛି 14 ବର୍ଷରେ ଆଇଲେ 14 ବର୍ଷ ଯେତେବେଳେ ଜନ୍ମ ହେଇଗଲା ବେଳେ ସେ ମା ଦୁର୍ବଳ ହେଲା ଆଉ ସବଳ ହବ। ବୁଝିପାରୁଛୁ? ତେଣୁ କମ ବୟସରେ ବାହା ହେଲେ ଗର୍ଭରେ ଛୁଆ ଜନ୍ମ ଧାରଣ କଲା ପରେ ସେମାନଙ୍କର କଣ ହୁଏ? ଇମ୍ୟୁନିଟି ମାନେ ଶକ୍ତି ଯୋଉଟା କି କମିଯାଏ ହେଲା। ତ ବିଭିନ୍ନ ରୋଗରେ ପଡ଼ିଯାନ୍ତି ସେମାନେ। ତ ବେଳେ ବେଳେ ମାଆର ମୃତ୍ୟୁ ହୋଇଯାଏ, ନଚେତ ଶିଶୁର ଛୁଆର ମୃତ୍ୟୁ ହୋଇଯାଏ। ତେଣୁ ବାଲ୍ୟ ବିବାହ ଆମ ପାଇଁ ଖୁସି ନୁହଁ, ଆମ ପାଇଁ ଗୋଟେ କଣ ଅଭିଶାପ। ବୁଝିଲେ କି? ତେଣୁ ଆମେ ସମସ୍ତେ ପିଲାଟାକୁ ମେଡ଼ିକାଲ ନେଇକରି ସଫାସୁତୁରା କରିକି ସେ ଭଲ ରହୁଛି। ଆଉଥରେ ଔଷଧ ପିଲାକୁ ମିଳୁଛି, ମାଆକୁ ମିଳୁଛି, ଭଲ ହେଇଯାଉଛନ୍ତି। ସେତେବେଳେ କିଛି ନଥିଲା, ଏତେ ଅସୁବିଧାରେ ଚଳୁଥିବାର ଲୋକ କି ଯେଉଁ କଷ୍ଟ କି କମ୍ କଷ୍ଟରେ ପଡ଼ି ଯାଉଛି। ସେ କଷ୍ଟରେ ମା ହେଲେ ମରିଯାଏ, ନହେଲେ ପିଲା ହେଲେ ମରିଯାଏ, ନହେଲେ ଅଧରେ ହେଲେ ଯୋଉଟା ହବ ଆଉ ଦାୟୀ ନଥାଏ କିଏ। ବୁଝିଗଲ ନା କେତେ କଷ୍ଟ ତାଙ୍କ ଜୀବନରେ। ବୁଝିଲା? କୌଣସି ଜୀବନରେ ମାନେ ସ୍ଥିରତା ନଥିଲା, ନିଶ୍ଚିତ ନଥିଲା। ମାନେ ଜଣେ କଣରେ ହବ, ଏକରେ ଛୁଆ ମରିବ ନଚେତ ମା। ତାର ଭାଗ୍ୟ କଣ ଥିଲା ତ ବଞ୍ଚିଲା।
ବଞ୍ଚିଲେ ହେଲା। ଦେହ ନଥିଲା ବୋଲି ସେ ଗଲା। ତ ଏମିତି ପରିବାରରେ ସେ ଜନ୍ମ ହୋଇଥିଲେ, ତାଙ୍କୁ କମ ବୟସରେ ବାହାଘର ବି କରିଦେଇଥିଲେ। କାହିଁକି? ପରିବାରର ସଚେତନ ନିହାତି ଆବଶ୍ୟକ। ତେଣୁ ଆମେ କଣ କରିବା? ଆମେ ସମସ୍ତେ ଶପଥ ନେବା, ଆମେ ଆମ ବାପା ମାଙ୍କୁ ବୁଝେଇବା। ଯଦି ଆମର ଜଣେ ଭଉଣୀ ଅଛି ତାକୁ ପାଠ ପଢାଉଛନ୍ତି, ସେ ବଡ କିଏ ମାଟ୍ରିକ ପାସ୍ ହଉ, ସେ ଗୋଟେ ବର ପାତ୍ର ତା ପାଇଁ ଖୋଜି ଦିଆଯାଉଛି। ଆମେ ଅନେକ ଜାଗାରେ ଦେଖିଛନ୍ତି କେତେ ଜଣଙ୍କର ଆଧାର କାର୍ଡରେ ବୟସ ମଧ୍ୟ ବଢେଇ ଦିଆଯାଉଛି। ତେଣୁ ସରକାର ଏବେ କଡାକଡି ନିୟମ କରିଛନ୍ତି। କଣ? ଆଧାର କାର୍ଡ ବୟସ ବଢେଇଲେ ବି ତାଙ୍କ ଜାତି କୁଳ ସଭାପତି ଧରୁଛନ୍ତି। ଯୋଉ ସ୍କୁଲରେ ସେ ପାଠ ପଢିଛି ସେଇ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଚିଠି ଲେଖୁଛନ୍ତି। ତେଣୁ ସେଇ ଗାଁର ଅଙ୍ଗନବାଡି ଆଶାକର୍ମୀ ଏ ସମସ୍ତଙ୍କୁ ବର୍ତ୍ତମାନ ସରକାର ଯୋଡ଼ିଛନ୍ତି। ତା ସହିତ ସେତେବେଳେ କହନ୍ତି କଣ? ଝିଅ ଭ୍ରୂଣ ପାଇଲା, ଗୃହ ଯୁକ୍ତ ହେଇଗଲା ମାନେ ତା ପାଇଁ ବର ପାତ୍ର ଖୋଜା ହେଇଗଲା। ବୁଝିଗଲେ? ତେଣୁ ଆମେ ସେ ଭୟଙ୍କର ବାଲ୍ୟ ବିବାହ ଭୟଙ୍କର କାହାଣୀ ଆମେ ଶୁଣିଲେ ସୁଷମା ମାଙ୍କୁ, ଯେ ଜୀବନ କେମିତି ଚାଲିଯାଏ ହେଲା। ତାପରେ ଅଛି ଛୋଟ ବୟସରେ ଝିଅଟି ବାହା ହେଇଥିବ, ଶାଶୁ ଘରକୁ ଯିବ, ସେ କେମିତି ଚଳିଥିବେ ତାଙ୍କ ଅନୁଭୂତି ଟିକେ ଶୁଣ। ଯେ ଛୋଟ ଘରେ କେତେ ପରିବାର ପାଣି ସବୁ ଜିନିଷ ସେତେବେଳେ ଆମେ ଧାନ କୁଟୁଲି ରାନ୍ଧୁଥିବାର, ମାଣ୍ଡିଆ କୁଟୁଲି ରାନ୍ଧୁଥିବାର, ପାଣି ଭରି ଆଣିକି ରାନ୍ଧୁଥିବାର, ମଶାରେ ଶୋଉଥିବାର, ଯାହା ଅବସ୍ଥାରେ ସେତେବେଳେ ଆଉ ନାହିଁ। ଯାହା ଶାଶୁ ସମସ୍ତଙ୍କର ଜଞ୍ଜାଳ ମଧ୍ୟ ପଡୁଥିଲେ। କଣ ଛୋଟ ବୟସରେ 5 ଲୋକ ଥିଲେ 5ଟା ରାନ୍ଧିକି ତବାକୁ ବାଢିବେ। ସେ ହାମରା ହଲେଇ ପାରେ ନ ହଲେଇ ପାରେ। ସେମିତି ବୟସରେ ସେ ବାହା ହେଇଥିବ। ତାଙ୍କର 14 ବର୍ଷ ବୟସ ମାନେ କେତେ ବର୍ଷ ହେଲା? ତମକୁ କେତେ ବର୍ଷ ବୟସ ହେଲା? ତାକୁ 14 ବର୍ଷ। ସେଇ 14 ବର୍ଷ ବୟସ, ଏଇ ବୟସରେ ତମେ ଅଷ୍ଟମ ଶ୍ରେଣୀରେ ପାଠ ପଢିଲା ବୟସରେ ସେ ବାହା ହେଇଯାଇଥିବ। ଚିନ୍ତା କରିପାରୁଥିବ। ତେଣୁ ଆମେ ସମସ୍ତେ ସଚେତନ ହବା। ଯେହେତୁ ଆମେ ସମସ୍ତେ ବଡ ପିଲା ହେଲେଣି, ଆମ ବାପା ମାଙ୍କୁ କହିବା, ଆମ ଘରେ ଥିବା ଆମ ଭାଇ ଭଉଣୀ ମାନଙ୍କର କଥା ବି କହିବା। ଜଣେ ଯୁବକ ହେଲେ ବି ସେ ସୁସ୍ଥ ଥିବା ଦରକାର, ସବଳ ଥିବା ଦରକାର, ଶିକ୍ଷା ହେବା ଦରକାର ଏବଂ ସେ ରୋଜଗାରକ୍ଷମ ହେବା ଦରକାର ଏବଂ ତାର ପରିବାର ଚଳେଇ ପାରିଲା ଭଳିଆ ମାନସିକ ସ୍ଥିତି ମଧ୍ୟ ସେଠି ଆସିବା ଦରକାର। ଗୋଟେ ଛୋଟ ପିଲାଟି, ଏବେ ଆମେ କଥା କହିଲେ ଟିକେ ଟିକେ କଥା ରାଗିଯାଆନ୍ତି, ତ ସେ ଶାଶୁଙ୍କ କଥା ଶୁଣିବ, ଶ୍ୱଶୁରଙ୍କ କଥା ଶୁଣିବ, ସ୍ୱାମୀ କଥା ଶୁଣିବ, ଛୋଟ ପିଲାର ଯତ୍ନ ନେବ, ନିଜ ଶରୀରର ଯତ୍ନ ନେବ, ସମସ୍ତଙ୍କୁ ଖାଇବା ପିଇବା ଦେବ। ଏଇଟା କେବେ ସମ୍ଭବ ହେଇପାରିବ କି? ଯଦ୍ୱାରା କଣ ହୁଏ? ଅଧିକାଂଶ ଝିଅ ଶାଶୁ ଘରେ ଠିକ ସେ ରହିପାରନ୍ତିନି, ନିର୍ଯାତନା ସହି ସେ ବେଳେବେଳେ ମା ଘରୁ ପଳାନ୍ତି କିମ୍ବା ଅକାଳ ମରଣ ଶିକାର ହୁଅନ୍ତି। କିଏ ଆତ୍ମହତ୍ୟା କରିଦିଅନ୍ତି, କିଏ ଘର ଛାଡି ପଳେଇ ଯାଆନ୍ତି। ବୁଝିଲେ ନାଇଁ? ତ ଏସବୁ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡେ ଯେତେବେଳେ ବାଲ୍ୟ ବିବାହ କଥା ଆସୁଛି। ଆମେ ବି ଦେଖିଛନ୍ତି ଆମ ଗାଁରେ ଅନେକ ଘଟଣା ଘଟିଛି। କିଛି କିଛି ଲୋକ ଅଛନ୍ତି, ତମ ସାହି ପଡ଼ିଶାରେ ଦେଖିଥିବ, କମ ବୟସରେ ଝିଅମାନେ କେମିତି ବାହା ହେଇଯାଇଥିଲେ ଆଗରୁ, ସେମାନେ କେମିତି ରୋଗିଣା ହେଇଗଲି। ଆମେ ଯୋଉ ସମସ୍ତେ କଣ କରୁଛୁ? ଝିଅମାନେ ବାହାରେ ପଢୁଛନ୍ତି, ଘରେ ଗାଁରେ ଏଇଟା ଗୋଟେ ଆମର ଟିକେ ପସନ୍ଦ ଲାଗୁଛି। ତ ଏଇ ଜିନିଷଟାକୁ ଗାଁରେ ପାଣି ଦେବାକୁ ବେଳେବେଳେ ପିଲା ବାଥରୁମରେ ପଢୁଛନ୍ତି ଝିଅମାନେ ନାଇଁ। ତ କଣ ବାଥରୁମର ଆଉ କିଏ ଗାଁ ହେଇଯାଉଛି ମାନେ କିଏ ପୁରୀକି ତାକୁ ନଷ୍ଟ ବାହାରେ ଥିଲେ ଆମକୁ କିଏ ଖରାପ ଭାବିବ, ଯେହେତୁ ଅସନା ରହୁଛି ବୁଝିଲେ ନାଇଁ। ବାହାରେ ଯଦି ଆମେ ଟଏଲେଟ୍ ପକେଇଦେବା, ସେ ଟଏଲେଟ୍ ବ୍ଲକ୍ ହେଇଯାଉଛି ହେଲା କି। ତ ଅନ୍ୟ ପିଲାମାନେ ବି ଯେତେବେଳେ ସ୍କୁଲରେ ଟଏଲେଟ୍ ଯାଉଛନ୍ତି ସେମାନେ ଖରାପ ହେଉଛନ୍ତି, ଯେ ବଡ଼ ଝିଅମାନେ ସବୁ ବ୍ୟବହାର କରି ନଷ୍ଟ କରୁଛନ୍ତି। ତେଣୁ ଆଗକୁ କଣ ରହିଛି? ଆଗେ ଗୋଟେ ଅଛି ଆଉ ଇନସିନେରେଟର୍। ତ ଇଏ ଯୋଉ ତାର ଗୋଟେ ଚାମ୍ବର ଅଛି, ବୁଲିବା ହେଲା। ଏଇ ଚାମ୍ବର ଏଇ ଚାମ୍ବର କାଟିଛ ନା, ଏଇ ଚାମ୍ବର ଭିତରେ କଣ ସେଟା ଭରିବା ହେଲା। ଯୋଉ ଜିନିଷଟାକୁ ଭରିବେ ଅମୃତ ହେଲା, ସିଏ ତାକୁ କଣ କରିବ? ପାଉଡର କରିଦେବ। ବୁଝିଲ? ତ ଏଇଠି ଆଗେ କରିବ। ପାଉଡର ହେଲା ପରେ ନଷ୍ଟ ହେଲା ପରେ, ପୋଡ଼ିଗଲା ପରେ ଏଇଠି ଆସି ମହିଳା ତାର କରିବ। ପାଉଁଶ ଆଗକୁ ପୋଡ଼ିଗଲେ ପାଉଁଶ ହେଇଯିବ, ନଷ୍ଟ ହେଇଯିବ। ଆମର କିଛି ଅସୁବିଧା ନାହିଁ, ପରିବେଶ ପ୍ରଦୂଷଣ ହେଲାନି କିମ୍ବା ପାଇଖାନା କିଛି ଅସୁବିଧା ହେଲାନି। ଆମେ ନିଜେ ବି ହାଇଜିନ୍ ରହିଲେ
ধরার মতো জায়গা ক্লিন হয়ে সম্পূর্ণ টয়লেট ক্লিন হয়ে বুঝলেন না আর না হলে ইনসিডেন্ট তারপর এটা কাই নাইছি তার বাইরে ওটা খুলে যে স্মোক আলাদা ধোঁয়াটা তো বাহার বুঝলেন তো আজকে ব্যবহার করতে কিন্তু দেখি হলো ইউনিট জিনিসটা ওই করতে হবে বন্ধ করে দেবো এক করে দেবে হলো আইডি আর দিব অন করে ইউজ তার জিনিসটা এলডি বের করতে একটু জোড়লে আমাদের অফ করে হলো एक लाइट लगे जाने जोड़ी है এখন বলতে অফ হচ্ছে চলে এবারে যে অন করবে একটু বুঝবে তার উপরে যা জিনিস করছে একটু করে দিবে ইনস্টল করে চলে এই ইনস্টল হচ্ছে আর ওকে ইনস্টল যেতে দিতে টেম্পারেচার সে তো আমরা যদি টেম্পারেচার টাইম কবে করছি तो আমি আপু এই টাইপের অপারেটিং করে এই সাউন্ড আসলে বেশি চালাবে তো সে ভিতরে পুরি ফাংশন করতে